ପ୍ରିୟର ପିଲାମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜିର ଆଲୋଚନାର ବିଷୟବସ୍ତୁଟି ହେଲା ଦଶମ ଶ୍ରେଣୀ ଭୂଗୋଳର ଚତୁର୍ଥ ଅଧ୍ୟାୟ ଖଣିଜ ସମ୍ବଳର ଦ୍ୱିତୀୟ ବିଭାଗ। ଆସନ୍ତୁ ଆରମ୍ଭ କରିବା। ଏହି ବିଭାଗରେ ଆମେ ପଢିବା ଧାତବ ଖଣିଜର ଲୌହ ମିଶ୍ରିତ ଖଣିଜ। ଏଥିରେ ଆସୁଛି ଲୁହାପଥରର ଉତ୍ପାଦନ, ଭାରତର ଲୁହାପଥର ବଳୟ ଏବଂ ମାଙ୍ଗାନିଜ ଉତ୍ପାଦନ। ପ୍ରଥମେ ଦେଖିବା ଧାତବ ଖଣିଜର ଲୌହ ମିଶ୍ରିତ ଖଣିଜ ବିଷୟ। ଲୌହ ମିଶ୍ରିତ ଖଣିଜ ଆମ ଦେଶରେ ଉତ୍ପାଦିତ ସମୁଦାୟ ଧାତବ ଖଣିଜ ମୂଲ୍ୟର ପ୍ରାୟ 3/4 ଲୌହ ମିଶ୍ରିତ ଖଣିଜରୁ ମିଳିଥାଏ। ଧାତବ ଶିଳ୍ପ ବିକାଶ କ୍ଷେତ୍ରରେ ଲୌହ ମିଶ୍ରିତ ଖଣିଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ଦେଶର ଚାହିଦା ପୂରଣ କରିବା ପରେ ଲୌହ ମିଶ୍ରିତ ଖଣିଜ ବହୁଳ ପରିମାଣରେ ରପ୍ତାନି କରାଯାଇଥାଏ, ଯଦ୍ୱାରା କି ଆମ ଦେଶର ଅର୍ଥନୈତିକ ବିକାଶ ମଧ୍ୟ ହେଇପାରୁଛି। ବର୍ତ୍ତମାନ ଦେଖିବା ଲୌହ ମିଶ୍ରିତ ଖଣିଜରେ କଣ କଣ ଧାତବ ଖଣିଜ ଅଛି। ପ୍ରଥମ ହେଲା ଲୁହାପଥର। ଲୁହାପଥର ଏକ ମୁଖ୍ୟ ଖଣିଜ ପଦାର୍ଥ ଏବଂ ଏହାକୁ ଶିଳ୍ପ ବିକାଶର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ମୂଲ୍ୟବାନ ଏବଂ ଅଧିକ ପରିମାଣରେ ବ୍ୟବହାର ହେଉଥିବା ଖଣିଜ ପଦାର୍ଥ। ଭାରତରେ ଲୁହାପଥର ପ୍ରଚୁର ପରିମାଣରେ ଉପଲବ୍ଧ ଅଛି ଏବଂ ଉନ୍ନତମାନର ଲୁହାପଥର ଦେବାରେ ଭାରତ ଧନୀ। ବୁଝିପାରିଲେ? ବର୍ତ୍ତମାନ ଦେଖିବା ଲୁହାପଥରର ଦୁଇ ପ୍ରକାରର ଲୁହାପଥର। ପ୍ରଥମ ହେଲା ମ୍ୟାଗ୍ନେଟାଇଟ୍ ଏବଂ ଦ୍ୱିତୀୟ ହେଲା ହେମାଟାଇଟ୍। ପ୍ରଥମେ ଦେଖିବା ମ୍ୟାଗ୍ନେଟାଇଟ୍ କଣ। ମ୍ୟାଗ୍ନେଟାଇଟ୍ ଲୌହପିଣ୍ଡ ଅତି ଉନ୍ନତମାନର, ଯେଉଁଥିରେ 70% ଅଧିକ ଲୁହା ମିଳେ। ଏହା ଅଧିକ ଉନ୍ନତମାନ ଉତ୍କୃଷ୍ଟ ଚୁମ୍ବକୀୟ ଗୁଣ ଯୋଗୁଁ ବିଦ୍ୟୁତ ଶିଳ୍ପରେ ନିୟୋଜିତ ହୋଇଥାଏ। ଏହାର ଉତ୍କୃଷ୍ଟ ଚୁମ୍ବକୀୟ ଗୁଣ ଅଛି, କିନ୍ତୁ ଶିଳ୍ପ କ୍ଷେତ୍ରରେ ବିନିଯୋଗ କରିବା ଦୃଷ୍ଟିରେ ହେମାଟାଇଟ୍ ଖଣିଜ ପିଣ୍ଡ ସର୍ବାଧିକ। ଦ୍ୱିତୀୟ ଯୋଉ ଶିଳା ଦେଖିଲେ ତାହା ହେଉଛି ହେମାଟାଇଟ୍। ତାହା ଶିଳ୍ପ କ୍ଷେତ୍ରରେ ବିନିଯୋଗ ପାଇଁ ବ୍ୟବହାର ହୋଇଥାଏ। ଏଥିରେ ଲୁହା ପରିମାଣ ମ୍ୟାଗ୍ନେଟାଇଟ୍ ଠାରୁ ସାମାନ୍ୟ କମ୍, 50%ରୁ 60%। ଭାରତରେ 2018ରେ ସର୍ବାଧିକ 210 ନିୟୁଟନ ଲୁହାପଥର ଉତ୍ପାଦିତ ହୋଇଥିଲା। ଏହି ହେଲା ଲୁହାପଥର ବିଷୟରେ କିଛି ତଥ୍ୟ। ବର୍ତ୍ତମାନ ଦେଖିବା ଭାରତର ଲୁହାପଥର ଉତ୍ପାଦନର ଶତକଡ଼ା ହିସାବରେ। ଓଡ଼ିଶା 34%, କର୍ଣ୍ଣାଟକ 22%, ଛତିଶଗଡ଼ 15%, ଗୋଆ 14%, ଝାଡ଼ଖଣ୍ଡ 10%, ଆନ୍ଧ୍ରପ୍ରଦେଶ 4% ଏବଂ ଅନ୍ୟାନ୍ୟ 1%। ଏ ହେଲା ଆମ ଭାରତର ଲୁହାପଥର ଉତ୍ପାଦନର ଶତକଡ଼ା ତଥ୍ୟ। ଜାଣିପାରିଲେ ଲୁହାପଥର ବିଷୟରେ? ବର୍ତ୍ତମାନ ଦେଖିବା ଧାତବ ଖଣିଜର ଲୌହ ମିଶ୍ରିତ ଖଣିଜର ଆଉ କିଛି ତଥ୍ୟ। ସେ ହେଉଛି ଭାରତର ମୁଖ୍ୟ ଲୁହାପଥର ବଳୟ ଗୁଡ଼ିକର ବିବରଣୀ। ଭାରତର କେଉଁ କେଉଁ ସ୍ଥାନରେ ଲୁହାପଥର ମିଳେ ତାହା ଜାଣିବା। ପ୍ରଥମେ ଦେଖିବା ଓଡ଼ିଶା ଓ ଝାଡ଼ଖଣ୍ଡ ଅଞ୍ଚଳର। ଓଡ଼ିଶାର କେଉଁ କେଉଁ ସ୍ଥାନରେ ଲୁହାପଥର ମିଳେ? ସେ ହେଉଛି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୋଇଡ଼ା, ବରସୁଆ ଓ କେନ୍ଦୁଝର ଜିଲ୍ଲାର ଯୋଡ଼ା, ଠାକୁରାଣୀ, ବାଂଶପାଣି ଖଣିରେ ଉଚ୍ଚମାନର ଲୁହାପଥର ମିଳେ। ହେଉଛି ଓଡ଼ିଶାର ଲୁହାପଥର ମିଳୁଥିବା ସ୍ଥାନ। ସେହିପରି ଓଡ଼ିଶା ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଜିଲ୍ଲାର ଗୁଆ, ଲିଚିରିଆ, ନୂଆମୁଣ୍ଡି ଖଣିରୁ
ହେମାଟାଇଟ୍ ଲୁହାପଥର ଉତ୍ତୋଳନ କରାଯାଏ। ଦ୍ୱିତୀୟ ହେଉଛି ଝାଡ଼ଖଣ୍ଡର ଲୁହାପଥର ଉତ୍ତୋଳନ କରାଯିବା ସ୍ଥାନ। ସେହିପରି ଚିରିଆ ଖଣି ଭାରତର ସବୁଠାରୁ ବଡ଼ ଲୁହାପଥର ଗଚ୍ଛିତ ଖଣି। ଅଛି ଚିରିଆ ଖଣି, ମନେ ରଖିବେ, ଏହା ଭାରତର ସବୁଠାରୁ ବଡ଼ ଲୁହାପଥର ଗଚ୍ଛିତ ଖଣି। ବର୍ତ୍ତମାନ ଆଉ କିଛି ଅଞ୍ଚଳର ଲୁହାପଥର ଖଣି ଦେଖିବା। ସେ ହେଉଛି ଦୁର୍ଗ ବସ୍ତର ଚନ୍ଦ୍ରର ଅଞ୍ଚଳ। ଏହି ବଳୟଟି ଛତିଶଗଡ଼ ଓ ମହାରାଷ୍ଟ୍ରରେ ବିସ୍ତୃତ। ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାରେ ପ୍ରସିଦ୍ଧ ବଇଲାଡିଲା ପାହାଡ଼ ଶ୍ରେଣୀରେ ଥିବା ପ୍ରାୟ 14ଟି ଖଣି ଅଞ୍ଚଳରେ ଅତି ଉଚ୍ଚମାନର ଖୁବ୍ ଉତ୍କୃଷ୍ଟ ହେମାଟାଇଟ୍ ଲୁହାପଥର ମିଳେ। ଛବି ଯୋଉ ଦେଖୁଛନ୍ତି ସେ ହେଉଛି ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାର ବଇଲାଡିଲା ପାହାଡ଼ ଖଣି ଅଞ୍ଚଳ। ଏହି ଲୁହାପଥରର ଉଚ୍ଚମାନ ଓ ଭୌତିକ ଗୁଣ ଯୋଗୁଁ ଏହା ଇସ୍ପାତ ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ। ଏହି ସବୁ ଖଣିରୁ ବିଶାଖାପାଟଣା ବନ୍ଦର ଦେଇ ଜାପାନ ଓ ଦକ୍ଷିଣ କୋରିଆକୁ ଲୁହାପଥର ରପ୍ତାନି କରାଯାଇଥାଏ। ଜାଣିପାରିଲେ ଏ ଦୁଇଟା ସ୍ଥାନରୁ ଲୁହାପଥରର ଖଣି ଅଞ୍ଚଳ ବିଷୟରେ ତଥ୍ୟ। ତାପରେ ଆଉ କିଛି ଅଞ୍ଚଳର ଦେଖିବା। ବର୍ତ୍ତମାନ ଦେଖିବା ଆଉ କିଛି ଲୁହାପଥର ବଳୟ ବିଷୟରେ। ତୃତୀୟ ହେଲା ବେଲ୍ଲାରୀ ଚିତ୍ରଦୁର୍ଗ ଚିକ୍ମଗାଲୁର ଟୁମକୁର ଅଞ୍ଚଳ। ଏହି ସ୍ଥାନଟି କର୍ଣ୍ଣାଟକରେ ଅଛି। କର୍ଣ୍ଣାଟକ ସ୍ଥିତ ଏହି ବଳୟରେ ସର୍ବାଧିକ ଲୁହାପଥର ଗଚ୍ଛିତ ଅଛି। ବୁଝିପାରିଲେ? ପଶ୍ଚିମ ଘାଟର କୁଡ୍ରମୁଖ ଖଣି, ଏଥିରୁ ଲୁହାପଥର 70% କେବଳ ରପ୍ତାନି ପାଇଁ ଉଦ୍ଦିଷ୍ଟ। ପଶ୍ଚିମ ଘାଟର କୁଡ୍ରମୁଖ ଖଣିରୁ ଯେଉଁ ଲୁହାପଥର ଉତ୍ତୋଳନ କରାଯାଏ ତାହା ରପ୍ତାନି ପାଇଁ ଉଦ୍ଦିଷ୍ଟ। କୁଡ୍ରମୁଖ ଲୁହାପଥର ଖଣି ପୃଥିବୀର ବୃହତ୍ ଖଣିମାନଙ୍କ ମଧ୍ୟରେ ଅନ୍ୟତମ। ଏହାକୁ ମନେ ରଖିବେ, କୁଡ୍ରମୁଖ ଲୁହାପଥର ଖଣି ପୃଥିବୀର ବୃହତ୍ ଖଣିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଖଣିରୁ ଲୁହାପଥର ଗିଲା ଅବସ୍ଥାରେ ପାଇପ୍ ସାହାଯ୍ୟରେ ମାଙ୍ଗାଲୋର ବନ୍ଦର ନିକଟସ୍ଥ ପେଲେଟ କାରଖାନାକୁ ପରିବହନ କରାଯାଏ। ଜାଣିପାରିଲେ? ବର୍ତ୍ତମାନ ଆଉ ଏକ ଲୁହାପଥର ବଳୟ ଦେଖିବା। ସେ ହେଉଛି ଚତୁର୍ଥ ମହାରାଷ୍ଟ୍ର ଗୋଆ ଅଞ୍ଚଳ। ଗୋଆ ଏବଂ ମହାରାଷ୍ଟ୍ରର ରତ୍ନଗିରି ଏହି ବଳୟରେ ଆସୁଛି। ଏହି ବଳୟର ଲୁହାପଥର ଉନ୍ନତ ମାନର ନହେଲେ ମଧ୍ୟ ଏଠାରେ ଅତି ଦକ୍ଷତାର ସହ ଲୁହାପଥର ଉତ୍ତୋଳନ କରାଯାଇଛି। ଠିକ ଅଛି। ମାର୍ମାଗାଓ ବନ୍ଦର ମାଧ୍ୟମରେ ଏଠାକାର ଲୁହାପଥର ରପ୍ତାନି କରାଯାଇଥାଏ। ଜାଣିପାରିଲେ? ସେ ହେଉଛି ମାର୍ମାଗାଓ ବନ୍ଦର ମାଧ୍ୟମରେ ଏହା ରପ୍ତାନି କାର୍ଯ୍ୟ ହୋଇଥାଏ। ଠିକ ଅଛି। ଏ ହେଉଛି ଆମର ଲୁହାପଥର ବଳୟ ସ୍ଥାନ, ମୁଖ୍ୟ ସ୍ଥାନ। ଜାଣିପାରିଲେ? ବର୍ତ୍ତମାନ ଧାତବ ଲୌହ ମିଶ୍ରିତ ଖଣିଜର ଆଉ ଏକ ଖଣିଜ ପଦାର୍ଥ ଆଲୋଚନା କରିବା। ସେ ହେଉଛି ମାଙ୍ଗାନିଜ। ମାଙ୍ଗାନିଜର ଆବଶ୍ୟକତା କୋଉଠି ହୋଇଥାଏ? ଇସ୍ପାତ ଓ ଫେରୋମାଙ୍ଗାନିଜ ମିଶ୍ର ଧାତୁ ତିଆରିରେ ମାଙ୍ଗାନିଜ ମୁଖ୍ୟ ରୂପେ ବ୍ୟବହାର କରାଯାଇଥାଏ। ଗୋଟିଏ ଟନ୍ ଇସ୍ପାତ ତିଆରି ପାଇଁ 10 କିଲୋଗ୍ରାମ ମାଙ୍ଗାନିଜ ଆବଶ୍ୟକ ହୋଇଥାଏ। ଜାଣିପାରିଲେ? ବିଶେଷତଃ ଇସ୍ପାତ ତିଆରି ପାଇଁ ବା ଫେରୋମାଙ୍ଗାନିଜ ମିଶ୍ର ଧାତୁ ତିଆରି ପାଇଁ ମାଙ୍ଗାନିଜର ଆବଶ୍ୟକତା ରହିଛି। ଏତଦ୍ ବ୍ୟତୀତ ଆଉ କୋଉଠି ଏହା ବ୍ୟବହୃତ ହୁଏ? ସେ ହେଉଛି ବ୍ଲିଚିଂ ପାଉଡର, କୀଟନାଶକ ଏବଂ ରଙ୍ଗ ତିଆରି। ଭାରତରେ ମହାରାଷ୍ଟ୍ର ସର୍ବାଧିକ ମାଙ୍ଗାନିଜ ଉତ୍ପାଦନକାରୀ ରାଜ୍ୟ। 2018 ଓ 19 ମସିହାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ସର୍ବାଧିକ ମାଙ୍ଗାନିଜ ଉତ୍ପାଦିତ ହୋଇଛି। ଜାଣିପାରିଲେ? 2018 ଓ
ମସିହାର ଯେତେ ମାଙ୍ଗାନିଜ ଉତ୍ପାଦିତ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶା ଆଗୁଆ। ବର୍ତ୍ତମାନ ଦେଖିବା ଶତକଡ଼ା ହିସାବରେ ଭାରତର ମାଙ୍ଗାନିଜ ଉତ୍ପାଦନ ବିଷୟରେ। ପ୍ରଥମ ହେଉଛି ମହାରାଷ୍ଟ୍ର। ମହାରାଷ୍ଟ୍ର 27.66%, ମଧ୍ୟପ୍ରଦେଶ 27.59%, ଓଡ଼ିଶା 24%, ଆନ୍ଧ୍ରପ୍ରଦେଶ 13% ଏବଂ ଅନ୍ୟାନ୍ୟ 7.25%। ଏ ହେଉଛି ଭାରତର ମାଙ୍ଗାନିଜ ଉତ୍ପାଦନର ଶତକଡ଼ା ହିସାବରେ ତଥ୍ୟ। ଏହି ବିଭାଗରେ ଆମେ ଜାଣିଲେ ଧାତବ ଖଣିଜର, ଲୌହ ମିଶ୍ରିତ ଖଣିଜର କିଛି ତଥ୍ୟ। ପ୍ରଥମେ ଦେଖିଲେ ଲୁହାପଥରର ଉତ୍ପାଦନ, ଦ୍ୱିତୀୟ ଭାରତର ଲୁହାପଥର ବଳୟ ଏବଂ ତୃତୀୟ ହେଉଛି ମାଙ୍ଗାନିଜ ଉତ୍ପାଦନ। ପରବର୍ତ୍ତୀ ଅଧ୍ୟାୟରେ ଆମେ ପଢିବା ଲୌହ ବିହୀନ ଓ ଅଧାତବ ଖଣିଜ ଏବଂ ଖଣିଜ ବିପତ୍ତି ଓ ଏହାର ସଂରକ୍ଷଣ ବିଷୟରେ। ଧନ୍ୟବାଦ।